ରେସାସ୍ ଆଇଏଏସ୍ ଦ୍ୱାରା ଆୟୋଜିତ ଆଜିର ୟୁନିକ୍ ପଜିଟିଭ ପର୍ସନାଲିଟି ଡେଭଲପମେଣ୍ଟ ପ୍ରୋଗ୍ରାମକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଦୁଇ ଜଣ ୟୁନିଭର୍ସିଟି କାଲିଫର୍ଣ୍ଣିଆର ଯୋଉ ଶିକ୍ଷାବିତ ରିଚାର୍ଡ ବ୍ୟାଣ୍ଡଲର ଏବଂ ଜନ୍ ଗ୍ରାଇଣ୍ଡରଙ୍କ ଦ୍ୱାରା ଡେଭଲପ କରାଯାଇଥିବା ଥିଓରି ନ୍ୟୁରୋ ଲିଙ୍ଗୁଇଷ୍ଟିକ ପ୍ରୋଗ୍ରାମିଂ ଯୋଉଟା ଆମର ଏଇ ଯୋଉ ୟୁନିକ୍ ପଜିଟିଭ ପର୍ସନାଲିଟି ଡେଭଲପମେଣ୍ଟ ପ୍ରୋଗ୍ରାମର ସାଇଣ୍ଟିଫିକ ବେସିସ୍, ସେଥିରେ ସକ୍ସେସ୍ ପାଇବାର ବିଭିନ୍ନ ପ୍ରକାର ମେଥଡ୍ସ ବିଷୟରେ ଆଲୋଚନା କରାଯାଇଛି। ଗୋଟେ ମେଥଡ ଯୋଉଟା ପାର୍ଟ ଅଫ ନ୍ୟୁରୋ ଲିଙ୍ଗୁଇଷ୍ଟିକ ପ୍ରୋଗ୍ରାମିଂ, ସେଟା ହଉଛି ପଜିଟିଭ ଭିଜୁଆଲାଇଜେସନ। ପଜିଟିଭ ଭିଜୁଆଲାଇଜେସନ ର ଅର୍ଥ ହଉଛି ଯେ ଯୋଉ ଟାଇପ ର ସକ୍ସେସ୍ ଆମେ ଆମର ପ୍ରୋଫେସନାଲ କ୍ୟାରିୟର ହଉଛେ, ଯେମିତି ଏବେ କିଛି ଆମର ଦର୍ଶକ ଚାହୁଁଛନ୍ତି ଯେ କମ୍ପିଟିଟିଭ ପରୀକ୍ଷାରେ ଆମେ ସକ୍ସେସ୍ ହବୁ ଏବଂ ତାପରେ ତୁମର ଚିନ୍ତାରେ ରହିବ ଯେ ଆମେ କେମିତି ଗୋଟେ ଭଲ ପ୍ରୋଫେସନାଲ ଭାବରେ ଆମର ସ୍ୱୀକୃତି ରହିବ ଏବଂ ଆମର ସମ୍ମାନ ମଧ୍ୟ ରହିବ। ସେଥିପାଇଁ ଏବଂ ତାପରେ ଆଉ ଗୋଟେ ଏରିଆରେ ଆମର ଆଗ୍ରହ ରହିବ ଯେ ଆମେ ଆମର ପର୍ସନାଲ ଲାଇଫରେ ମଧ୍ୟ କେମିତି ସକ୍ସେସ୍ ପାଇପାରିବା। ଏସବୁ ଯୋଉ ସକ୍ସେସ୍ ବିଷୟରେ ପଜିଟିଭ ଭିଜୁଆଲାଇଜେସନ ର ଟେକ୍ନିକ ହଉଛି ଯେ ଆମେ ଗୋଟେ ଯେମିତି ପିକ୍ଚର ଦେଖିଲା ଭଳି ଆମେ କୋଉ ଟାଇପ ର ସକ୍ସେସ୍ ଚାହୁଁଛେ ଏବଂ ତାର ଅନୁଭବ କଣ ରହିବ ସେ ବିଷୟରେ ଆମେ ଭିଜୁଆଲାଇଜ କରିବା। ଏବଂ ଏଇ ଯୋଉ ଭିଜୁଆଲାଇଜେସନ ଦ୍ୱାରା କିଛି ପଜିଟିଭ ଭିଜୁଆଲାଇଜେସନ ଦ୍ୱାରା ଆମକୁ ପ୍ରତ୍ୟେକ ଦିନ ଯଦି 5 ମିନିଟ ପଜିଟିଭ ଭିଜୁଆଲାଇଜେସନ ରେ ଆମେ ଲଗେଇ ପାରିବା, ତାହେଲେ ସେଥିରୁ ଆମକୁ କିଛି ପ୍ରେରଣା ମିଳିବ, କିଛି ଉତ୍ସାହ ମିଳିବ ଏବଂ ଯୋଉଟା ଆମର କାର୍ଯ୍ୟ କରିବାର କ୍ଷମତାକୁ ଅଧିକରୁ ଅଧିକ ବଢେଇଦବ। ପଜିଟିଭ ଭିଜୁଆଲାଇଜେସନ ଗୋଟେ ଫ୍ୟାଣ୍ଟାସି ବା କଳ୍ପନା ବିଳାସ ନୁହଁ। ଏଟା ଗୋଟେ କାହିଁକି ନା ପଜିଟିଭ ଭିଜୁଆଲାଇଜେସନ ସହିତ ଗୋଟେ ପଜିଟିଭ ଆକ୍ସନ ମଧ୍ୟ ଯୋଡି ହେଇକିରି ରହିଥାଏ। ଖାଲି ଡ୍ରିମ ଦେଖିଲେ ସଫଳତା ମିଳେନି, ତା ସହିତ କିଛି କାର୍ଯ୍ୟକୁ ମଧ୍ୟ ଯୋଡିବାକୁ ପଡେ। ସେଥିପାଇଁ ଯୋଉ ସଫଳତାଟାକୁ ଆମେ ଭିଜୁଆଲାଇଜ କରୁଛେ ତା ସହିତ ପଜିଟିଭ ଭିଜୁଆଲାଇଜେସନ ସହିତ କିଛି ପଜିଟିଭ ମଧ୍ୟ ଆମର ଯୋଡି ହେଇକିରି ରହିବା କଥା। ଯେତେବେଳେ ଆମେ ସଫଳତା ଚାହୁଁଛେ ସେତେବେଳେ ସଫଳତାଟା କେବଳ ଗୋଟେ ପରୀକ୍ଷାରେ କମ୍ପିଟିଟିଭ ପରୀକ୍ଷାରେ ପାସ୍ କରିକିରି ଗୋଟେ ଚାକିରିଟେ ପାଇବା ସଫଳତା ନୁହଁ। ଯିଏ ଯୋଉ ପ୍ରୋଫେସନରେ ଜଏନ କରୁଛି ସେଇ ପ୍ରୋଫେସନରେ ଏକ୍ସେଲେନ୍ସ ପାଇବା ପାଇଁ ଚେଷ୍ଟା କରିବା ଦ୍ୱାରା ଆମକୁ ସଫଳତା ମିଳେ। ପ୍ରତ୍ୟେକ ପ୍ରୋଫେସନରେ କିଛି ଅପରଚୁନିଟିଜ ଥାଏ, କିଛି ଚ୍ୟାଲେଞ୍ଜେସ୍ ମଧ୍ୟ ଥାଏ ଏବଂ ଏଇ ଯୋଉ ଚ୍ୟାଲେଞ୍ଜକୁ ଆମେ ଯଦି ଫେସ୍ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ରହିପାରିବା ଏବଂ ଯୋଉ ଯୋଉ ଅପରଚୁନିଟିଜ ଆମକୁ ମିଳିବ ସଫଳତା ପାଇବା ପାଇଁ ତା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ହେଇକି ରହିପାରିଥିବା, ତାହେଲେ ଆମେ ଯେତେବେଳେ ପ୍ରୋଫେସନରେ ଜଏନ କରିବା ସେତେବେଳେ ମଧ୍ୟ ପ୍ରୋଫେସନାଲ ସକ୍ସେସ୍ ପାଇପାରିବା ଏବଂ ସମାଜରେ ଅଧିକରୁ ଅଧିକ ସ୍ୱୀକୃତି ଆମକୁ ରହିବ। ସେଥିପାଇଁ ଯୋଉ ଟାଇପର ଚ୍ୟାଲେଞ୍ଜେସ୍ ଆମେ ପ୍ରୋଫେସନାଲ ଲେଭେଲରେ ଫେସ୍ କରନ୍ତି, ବହୁତ ଲୋକ ଭାବନ୍ତି ଯେ ଗୋଟେ ଚାକିରି ଆମେ ଯଦି ପାଇଯିବୁ ତାହେଲେ ଆମର that will be our ultimate success. No, ଚାକିରି ପାଇଗଲା ପରେ ଯୋଉ ଯୋଉ ଚ୍ୟାଲେଞ୍ଜେସ୍ ଗୁଡାକ ଆସିବ ତା ପାଇଁ ଆଜି ଦିନରେ ଆମେ ପ୍ରସ୍ତୁତ ତ? ଆମକୁ ଏଇ ଇଣ୍ଟ୍ରୋସ୍ପେକ୍ସନ ଟା କରିବାକୁ ପଡିବ ଏବଂ ସେଥିପାଇଁ ଆମେ ଆଜିର ଯୋଉ ବିଷୟରେ ଆଲୋଚନା କରୁଛେ ଚ୍ୟାଲେଞ୍ଜେସ୍ ଫର ଆଚିଭିଂ ପ୍ରୋଫେସନାଲ ସକ୍ସେସ୍, ସେ ବିଷୟରେ ଆମକୁ ଜଣେ ମନସ୍ତତ୍ୱର ଯିଏ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ପ୍ରଫେସର ସୁରଜିତ ସାହୁ ସେ ଆଲୋକପାତ କରିବେ। କାରଣ ବହୁତ ଅଭିଜ୍ଞତାର ସହିତ ସେ ଜାଣିଛନ୍ତି ଯେ କୋଉ ଟାଇପର ପ୍ରୋବ୍ଲେମ ଡିଫରେଣ୍ଟ ପ୍ରଫେସନରେ ଲୋକମାନେ ଫେସ୍ କରୁଛନ୍ତି ଏବଂ ତାକୁ କେମିତି ଭାବରେ ସେମାନେ ସେଇ ଚ୍ୟାଲେଞ୍ଜେସ୍ ଗୁଡାକୁ
सक्सेसफुली ओवरकम करिपारिबे एवं जदि न करंती ताहले कोन असुविधा हबो ये सब विषय रे आज आमे आलोचना करिबा with a very very learned person प्रोफेसर डॉक्टर सुरजीत साहू मानसिक रोगर बहुत बड़ विशेषज्ञ वर्तमान लेट अस हियर प्रोफेसर साहू थैंक यू डॉक्टर सुरजीत साहू जने सुनामधन्य मानसिक रोग विशेषज्ञ भाव में आपण सुनाम पाइछंती एवं गोटे भलो मनीष भाव में भी आपण सुनाम पाइछंती आपण को आज लिसास आईएएस द्वारा आयोजित ए यूनिक पॉजिटिव पर्सनालिटी डेवलपमेंट कोर्स रे पाई आमे बहुत खुशी आपण विभिन्न वर्गर लोकों सहित आपण निश्चित मिसी थिले गोटे प्रोफेशन रे सक्सेसफुल हवा पाई समस्तଙ୍କର इच्छा थाए एवं कौनसी ना कौनसी समय रे सेमाने मध्य से प्रोफेशन रे जॉइन करंती किंतु प्रोफेशन रे जॉइन करिवार जो सफलताटा किछि लोकंको केस रे हुए तो मेंटेन हुए किछि लोकंको केस रे सेटा मेंटेन ही पारे नाही काहे कि ना प्रोफेशनल सक्सेस ता सबु बेले तांको जीवन को गोटे सुंदर आ सरस करिवो यार किछि ग्यारंटी मध्य नाही विभिन्न समय रे विभिन्न प्रकार रो मानसिक दुश्चिंता तांको ग्रास करे आपण टिके हमकु हमर दर्शक मानन को टिके एनलाइटन करंतु जे प्रोफेशनल सक्सेस पाइला परे मध्य कोन टाइप रो मानसिक रोग किमा मानसिक दुश्चिंतार शिकार गोटे गोटे लोक ही पारंती जोटा तांको जीवन को हुए तो दुस्सह करि देई पारे तो प्रोफेशनल प्रथम कौन हुए देखिए अपन प्रोफेशनल सक्सेसफुल केमिति हेबे अपन सेटा गोटे फेस गला अपन पाई गला पर कौन हुए अपन को सब आडू शुभेच्छा अन्यान्य बा जो माने घर अन्यान्य बा बंधु जो माने समान थांती सन समस्त शुभेच्छा ज्ञापन करती तापर अपन जॉइन करती अपन जॉइन कर सरला परे तापर देखिबे दे अपन को रियल लाइफ को आसिया पड़िबो और रियल लाइफ रे काम करिया पे पड़िबो तो काम करिवारे अपन देखिए डिफरेंट डिफरेंट मॉडल्स अछि तो गोटे जिंस मार्क करिवे से बेले बेले अपन को पर्सनल लाइफ रो लाइकिंग बा डिसलाइक्स अन्य सब जिंस अछि किंतु एठी अपन को करिया पड़िबो कोन समस्त संग एडजस्ट करी के नै के अपन को दुनिया को चलिया पड़िबो बहुत समय अपन मार्क करिवे आपणकर से जो मानसिक रोग कथा कहते ये संगे संगे रोगर कौन प्रोब्लेम कथा तो ही न पारे कहना जेहेतु आपण जेहेतु आसी गोटे लेवल पास करके हुए तो आप रोगग्रस्त न हो पारती मानसिक रोग भी थी पारे एमती जमी आपको गोटे एंजाइटी पर्सनालिटी अच्छी ओसीडी अच्छी डिप्रेशन अच्छी यहाँ सामयिक प्रोब्लेम आप मानसिक रोग थी पारे किंतु सेटा जे आपनका प्रोफेशनल लाइफ संगरे रहिबनी होय तो रहि भी न पारे तो ताको आपण दूर करि पारंती दूर न करि पारंती किंतु आपनको प्रॉब्लम कोन हो सेटा आपनको प्रोफेशनल लाइफ को हैम्पर करबा स्टार्ट करिवो तो मु आपनको गोटे कथा एठी कहि रखे जे आपण जॉइन करियले जॉइन कला परे आपण देखिले गोटे सिचुएशन को मैनेज करिया पई आपनको हुए तो साइलेंस रहया पे पड़तो अपन देखिबे जे से सिचुएशन रे आपण साइलेंस रहिले बेटर तेणु गोटे एई जिंस गोटे विभिन्न मॉडल अछि कोठे आपण को प्रोएक्टिव हे कि कहया पड़िबो कोठे आपण साइलेंस रहया पड़िबो कोठे आपण मन कर जो सामान्य भाबरे भुलेई बंके कि कहबे होय त से जिंसडा आपण जानुतबे देखुतबे जे आपण केमते भाबरे मैनेज करतो सो दिस इज मोर ऑफ मैनेजिंग ए सिचुएशन देन टेलिंग द ट्रुथ
ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ। ଆଉ ଯୋଉ ମାନସିକ ରୋଗ କହୁଛନ୍ତି, ମାନସିକ ରୋଗ ହେଲା ବେଳକୁ ବହୁତ ସମୟ ଲେଟ୍ ହେଇପାରେ, କିନ୍ତୁ ଆପଣ ଆଙ୍ଗାଇଟି କି ଡିପ୍ରେସନ ର ଶିକାର ହୋଇପାରନ୍ତି। ଆପଣଙ୍କ ଭିତରେ କନଫ୍ଲିକ୍ଟ ଚାଲିବ, ମୁଁ ଏଇ ଜିନିଷଟା ଆକ୍ଚୁଆଲି କରିବାର ନଥିଲା, କହିବାର ନଥିଲା, ମୁଁ କାହିଁ କହିଦେଲି। ବା ତାପରେ ଦେଖିବେ ଆପଣ ସିଚୁଏସନାଲ ପ୍ରୋବ୍ଲେମ ଆସିବ ଯେ ଆଡମିନିଷ୍ଟ୍ରେସନ ଆପଣଙ୍କ ଉପରେ ଯୋଉମାନେ ଅଛନ୍ତି ସିଏ ହୁଏତ ଆପଣ ଠିକ କରିଛନ୍ତି, ସବୁ ଜିନିଷ ଠିକ କରିଛନ୍ତି, କିନ୍ତୁ ଦେଖିଲେ ସିଚୁଏସନ ଟା ମାନେ ପ୍ରୋବ୍ଲେମ ଆଡକୁ ଯାଉଛି, ଯୋଉଟା ଆପଣଙ୍କୁ କଣ କରିବେ, ଦୋଷ ଲଦି ଦିଆଯିବ। ତ ସେଇ ଜିନିଷଟା ଆପଣଙ୍କ ମନ ଭିତରେ କନଫ୍ଲିକ୍ଟ କରିବ। ଏମିତି ହିସାବରେ ସିଚୁଏସନରେ ବହୁତ ସମୟ ଆସିକି ପହଞ୍ଚିବେ ଯେ ଆପଣ ଏପଟରେ ଦେଖୁଥିବେ ଗୋଟେ ଲୋକକୁ ଆପଣ ଦେଇପାରିବେନି ଲୋନ। ମୁଁ ଗୋଟେ ଛୋଟ ବ୍ୟାଙ୍କିଙ୍ଗ କଥା କହୁଛି, ଲୋନ ଆକ୍ଚୁଆଲି ଦେଲେ ସେ ଲୋକ ନିଶାଗ୍ରସ୍ତ, ସେ ଖାଇକି ଉଡେଇ ଦବ, ନଷ୍ଟ କରିଦବ। କିନ୍ତୁ ଆପଣ କାହିଁକି ଲୋନ ଦଉନାହାନ୍ତି ବୋଲି ମଧ୍ୟ ଆପଣଙ୍କୁ ପ୍ରେସର ଆସିବ। ତେଣୁ ଆପଣ ବାଧ୍ୟ ହଉଥିବେ ମୁଁ ଏଠି କଣ କରିବି କଣ ନ କରିବି। ତେଣୁ ବହୁତ ସମୟରେ ସେଇଟା କଣ ହୁଏ, ଆପଣଙ୍କୁ ମେଣ୍ଟର ଅନ୍ୟାନ୍ୟ ଲୋକ ହେଲ୍ପ କରିବେ। ତେଣୁ ଆଙ୍ଜାଇଟି, ଡିପ୍ରେସନ ଏଇ ସବୁ ଜିନିଷର ବହୁତ ପ୍ରୋବ୍ଲେମ ହୁଏ। ତାକୁ ନେଇକି କଣ କରନ୍ତି, କିଛି ଲୋକ ମ୍ୟାନେଜ କରିପାରନ୍ତି, କିଛି ଲୋକ ମ୍ୟାନେଜ କରିପାରନ୍ତି ନାହିଁ। ତ ମ୍ୟାନେଜ ନ କରିପାରିବା ଯୋଗୁ ଆପଣଙ୍କୁ ପ୍ରୋବ୍ଲେମ ଷ୍ଟାର୍ଟ ହୁଏ। ମ୍ୟାନେଜ କରିଦେଲେ ଠିକ ଅଛି, ଆପଣ ହିରୋ ହେଇଗଲେ। ମ୍ୟାନେଜ ନ କରିପାରିଲେ ଆପଣ କଣ ହବ, ମନ ଭିତରେ କନଫ୍ଲିକ୍ଟ ଭିତରେ ବଢି ବଢି ଚାଲିଲା, ତାପରେ ବିଭିନ୍ନ ସାଇକେଟ୍ରିକ ଇଲନେସେସ ଆଡକୁ ଗତି କରିପାରେ। ମୁଁ କହୁନି ଯେ ହବ ବୋଲିକି, ବଟ ଗତି କରିବାର ଚାନ୍ସ ଅଛି। ଆପଣ ଗୋଟେ ପ୍ରୋବ୍ଲେମ ଆମେ ଏବେ ଦେଖୁଛୁ, ବହୁତ ରାମ୍ପାଣ୍ଟଲି ଦେଖୁଛୁ। କିଛି ପରିମାଣରେ ସେଟା ପ୍ରୋଫେସନରେ ଜଏନ କରିବା ପୂର୍ବରୁ ବି ହେଇପାରେ। ଗୋଟେ ହଉଛି ଆଡିକ୍ସନ। ବିଭିନ୍ନ ପିଲାଙ୍କର ବିଭିନ୍ନ ପ୍ରକାରର ଆଡିକ୍ସନ ଦେଖା ହଉଛି। ସେଟା ହଉଛି ମାନେ ଲିକର ହେଇପାରେ, ମଦ ହେଇପାରେ, କିମ୍ବା ଡ୍ରଗ୍ସ ହେଇପାରେ, ଯୋଉଟା ପରବର୍ତ୍ତୀ କାଳରେ ଯେତେବେଳେ ଆପଣଙ୍କୁ ପଇସା ମିଳୁଛି ଗୋଟେ ପ୍ରଫେସନରେ ଜଏନ କରିବା ପରେ, ସେତେବେଳେ ମଧ୍ୟ ଆପଣ ସେଟାକୁ କଣ୍ଟିନ୍ୟୁ କରିଦଉଛନ୍ତି, ଯୋଉଟା ଆପଣଙ୍କର ପ୍ରଫେସନାଲ ଲାଇଫକୁ ଆଫେକ୍ଟ କରୁଛି। ଆପଣ କୋଉ ଟାଇପର ଆଡିକ୍ସନ ଇସ୍ୟୁଜ ଗୁଡାକ ଦେଖିଛନ୍ତି ଏବଂ ତାକୁ ଡିଲ୍ କରିଛନ୍ତି, ଆଉ ତାକୁ କେମିତି ଭାବରେ ଆମେ ଚେକ୍ କରିପାରିବା? ଆଡିକ୍ସନ ର ଆକ୍ଚୁଆଲି ରିଏଲି ବହୁତ ଗୁଡେ କାରଣ ଥାଏ। ଯେମିତି ଆପଣଙ୍କର ଗୋଟେ ହଉଛି ହୁଏତ ଏନି ସାଇକେଟ୍ରିକ ଇଲନେସେସ୍, ଆଂଜାଇଟି ହଉ, ଡିପ୍ରେସନ ହଉ, ବା ଆପଣଙ୍କର ହଉଛି ଇଜି ଆଭେଲେବିଲିଟି ହଉ। ସମୟ ସମୟରେ ଆପଣ ଦେଖିବେ ଆଡିକ୍ସନ ହବାର କାରଣ ମଧ୍ୟ ପିୟର ପ୍ରେସର, ଯେ ସାଙ୍ଗସାଥି, ବନ୍ଧୁ। ବହୁତ ସମୟ ଦେଖିବେ ଆପଣଙ୍କର ଯୋଉ ମିଟିଂ ଗୋଟେ ହଉଛି, ସେ ମିଟିଂ ରେ କଣ, ମିଟିଂ ରେ ଇଟିଂ ସାଙ୍ଗରେ ଡ୍ରିଙ୍କିଂ ବି ହବ। ତ ଏଇ ଜିନିଷ ମାନେ ସୋସିଆଲି ଦିଜ ଆର୍ ଅଲ୍ ସମଟାଇମ୍ସ ଆକ୍ସେପ୍ଟେବଲ ଆଣ୍ଡ ସୋସିଆଲି ଅନଆକ୍ସେପ୍ଟେବଲ ଆଡିକ୍ସନ୍ସ ଅଛି। ଲାଇକ୍ ଆପଣଙ୍କର ଓପିଓଇଡ୍ସ, ବ୍ରାଉନ ସୁଗାର, ଅନ୍ୟାନ୍ୟ। ବା ଆପଣ ଦେଖିବେ କିନ୍ତୁ କଲଚରାଲି ଆକ୍ସେପ୍ଟେଡ ଆଡିକ୍ସନ୍ସ ଆମର ଆପଣଙ୍କର ଅଛି, ଲାଇକ୍ କାନାବିସ୍, ଗଞ୍ଜେଇ। ଯେ ଗଞ୍ଜେଇ ଯଦି ଆପଣ ଟାଣିବେ ତାହେଲେ ଗଞ୍ଜେଇ ହେଇଗଲେ, କିନ୍ତୁ ଜଣେ ବାବା ଯଦି ଟାଣିଲେ ସିଏ କଣ ନା ବାବା ହିସାବରେ ଗଣତି ହବ। ତ ତ୍ରିନାଥ ମେଳାରେ ଏଟା ହୁଏ ବୋଲି ଆକ୍ସେପ୍ଟ କରୁଛନ୍ତି। ଏଇଟା ସୋସିଆଲ ଆକ୍ସେପ୍ଟେବଲ ପ୍ରୋବ୍ଲେମ। ତେଣୁ ବହୁତ ସମୟ ଦେଖାଯାଏ ଏଇ ଯୋଉ ଜିନିଷଟା କହୁଛି ଯେ ଆପଣଙ୍କର ବଢିଯାଏ ବୋଲିକି ମୁଁ ସଠିକ ଭାବରେ କହିପାରେ ନ କହିପାରେ, କିନ୍ତୁ ଆଡିକ୍ସନ କୁ ଜଗିବାକୁ ପଡିବ ସ୍କୁଲ କ୍ୟାରିୟରରୁ। ଆମର ଷ୍ଟ୍ରିକ୍ଟ ରୁଲ କରିବା ଦରକାର ଯେ ସ୍କୁଲ ପାଖରେ କୌଣସି ଆଡିକ୍ସନ ରିଲେଟେଡ ଜିନିଷ ବିକ୍ରି ହେଇପାରିବନି। ଯଦି ବିକ୍ରି ହେଲା ବା ଆଭେଲେବୁଲ ହେଲା, ସେଥିପାଇଁ ରେସ୍ପନ୍ସିବୁଲ କିଏ? ତାପରେ ଆମେ ସେଥିପାଇଁ ସଚେତନ ହବା ଦରକାର। ସଚେତନ ନାଗରିକ ହିସାବରେ, ପ୍ୟାରେଣ୍ଟସ ହିସାବରେ, ଆପଣ ଆଡମିନିଷ୍ଟ୍ରେଟର ହିସାବରେ, ପୋଲିସ ବାଲା ହିସାବରେ, ସମସ୍ତଙ୍କର ରୋଲ, ଆଉ ପ୍ଲସ୍ ଯୋଉମାନେ ରୁଲସ ରେଗୁଲେସନ ବନଉଛନ୍ତି, ଯୋଉମାନେ ଆକ୍ଚୁଆଲି ପାର୍ଲାମେଣ୍ଟରେ ବସିଛନ୍ତି, ସେମାନଙ୍କର ମଧ୍ୟ ରେସ୍ପନ୍ସିବିଲିଟି, ଦେଶ ପାଇଁ କର୍ତ୍ତବ୍ୟ ଅଛି। ତେଣୁ ସେମାନେ ସବୁ କ୍ଷେତ୍ରରେ ଆପଣ, କାରଣ ଆଡିକ୍ସନ ହଉଛି, ଆପଣ ମାନେ ସମସ୍ତେ କଣ ଭାବନ୍ତି ଯେ ଆଡିକ୍ସନ, ଯେ ପାନ ଖାଉ, ଯେ ଗୁଟଖା ଖାଉ, ସିଗାରେଟ ଖାଉ, ଏଟାକୁ କେବେ ଲୋକ ଭାବନ୍ତି ସେ ଡିଜିଜ। ବଟ୍ ଆଡିକ୍ସନ ଇଜ ଏ ଡିଜିଜ। ପ୍ରଥମେ ଆପଣ ଆଡିକ୍ସନ ରେ ପଡନ୍ତି, ତାପରେ କଣ ହୁଏ, ନିଶା ଆପଣଙ୍କୁ କବଳିତ କରେ। ତାପରେ ନିଶା କଣ କରେ, ବ୍ରେନ ରେ ଯାଇକି ପୁରା ବାନ୍ଧି ହେଇଯାଏ। ତ ବାନ୍ଧି ହେଲେ ଆପଣ ଯେତେବେଳେ ନ ଖାଇବେ, ତେଣୁ ଆପଣଙ୍କୁ ଦରକାର ନା, ଏ ବ୍ରେନ ମାଙ୍ଗେ ମୋର, ଦିଲ ମାଙ୍ଗେ ମୋର ଭଳିଆ, ଏ ବ୍ରେନ ମାଙ୍ଗେ ମୋର, ସେଇଭଳିଆ ତାପରେ ଆଡିକ୍ସନ ହେଇକି ଚାଲେ। ତେଣୁ ଏଇଟା ଗୋଟେ ଡିଜିଜ। ତାପରେ ଆପଣ ଯୋଉ କହିଲେ ସେତେବେଳୁ କଣ ହୁଏ, ପଇସା ଆଭେଲେବୁଲ ହେଇଯାଏ ଆପଣ। ତାପରେ ଆପଣଙ୍କ ଯେହେତୁ ପାୱାର, ଅନ୍ୟାନ୍ୟ ଜିନିଷ ଥାଏ, ତେଣୁ ସେଥିରେ ଆପଣଙ୍କ ଲୋକ ମଧ୍ୟ ତାଙ୍କର କାମ ହାସଲ କରିବା ପାଇଁ ବା ଅନ୍ୟ ଜିନିଷ କରିବା ପାଇଁ ଆପଣଙ୍କୁ ଆଣିକି ଦେଲେ। ତ ଆଡିକ୍ସନ, ବର୍ତ୍ତମାନ ଆଡିକ୍ସନ ଦି ପ୍ରକାର, ଗୋଟେ ହେଲା ସବଷ୍ଟାନ୍ସ ଆଡିକ୍ସନ, ଗୋଟେ ଯୋଉଟା ନିଶା ଦ୍ରବ୍ୟ ମିଳୁଛି,
ଆଉ ଗୋଟେ ହେଲା ବିହେଭିୟରାଲ ଆଡିକ୍ସନ, ଯୋଉଟା ମୋବାଇଲ ଆଡିକ୍ସନ ବା ଜୁଆ ଖେଳିବା ଆଡିକ୍ସନ, ଏସବୁ ଜିନିଷ ସେଟା ଦି ପ୍ରକାର। ତେଣୁ ମୋବାଇଲ ଆଡିକ୍ସନ ବି ପ୍ରୋବ୍ଲେମ। ଦେଖିବେ ସ୍କୁଲ କଲେଜ ଠୁ ଆରମ୍ଭ କରିକି ସବୁ ଲୋକ, ଆପଣ ଦେଖିବେ ଆପଣ କାମ ପାଇଁ ବାହାରେ ଠିଆ ହେଇଥିବେ, ଦେଖିଲା ବେଳକୁ ଲୋକ ମୋବାଇଲରେ ବାରମ୍ବାର ହ୍ୱାଟ୍ସଆପ ଚେକ୍ କରୁଥିବେ, ଆପଣ ନିଜେ ବିରକ୍ତ ହେଇଯିବେ। ମୁଁ ଯଦି ଗୋଟେ ଡାକ୍ତର ହେଇକି ଆପଣ ଆସିଛନ୍ତି ମତେ ଦେଖା କରିବା ପାଇଁ, ମୁଁ ଆପଣଙ୍କ ସହିତ କଥା ନ ହେଇକି ବାରମ୍ବାର ହ୍ୱାଟ୍ସଆପ ଦେଖୁଥିବି ବା ବାରମ୍ବାର ଚେକ୍ କରୁଥିବି, ଡେଫିନେଟଲି ଦ୍ୟାଟ୍ ଇଜ ଅଲସୋ ମାଇ ଆଡିକ୍ସନ। ତ ସେଲ୍ଫ ଆଇଡିସ୍, ଯଦି ମୁଁ ଯୋଉ ସେଲ୍ଫି ନଉଥିବି ବାରମ୍ବାର, ସେଲ୍ଫିରେ କେତେ ଜୀବନ ଯାଉଛି, ପ୍ରତ୍ୟେକ ଦିନ ଦେଖୁଥିବେ ଯେ ଆଜ୍ଞା ସେଲ୍ଫି ନଉ ଏତିକି ପ୍ରକାର ଜୀବନ ଗଲା। ସେଲ୍ଫ ଆଇଡି ଦିନକୁ ଯଦି 6 ଥର ଜଣେ ସେଲ୍ଫି ନେଲା ତାହେଲେ ଇଟ୍ସ ବିକମ୍ସ ଏ ଡିଜିଜ। ICD-10-11 କ୍ଲାସିଫିକେସନ ଅନୁସାରେ ଇଣ୍ଟରନେଟ ଆଡିକ୍ସନ ଡିସଅର୍ଡର IAD ଗୋଟେ ବର୍ତ୍ତମାନ ଡିଜିଜ ହିସାବରେ ଗଣା ଯାଉଛି। ଏଟା ଗୋଟେ ଅଲଗା ଟାଇପ ର ଆଡିକ୍ସନ ଦେଖାଯାଏ, ଏସ୍ପେସିଆଲି ଆମେ ସେଟା ସରକାରୀ ଅଫିସର ମାନଙ୍କ ପାଖରେ ଦେଖିବାକୁ ପାଉଛୁ। ଆଉ ଆମେ ସବୁବେଳେ ଚାହିଁବୁ ଯେ ସେ ଟାଇପ ର ଆଡିକ୍ସନ ନ ରହୁ। ସେଟା ହଉଛି ଗୋଟେ ଗ୍ରିଡ ଆଉ ଆକ୍ୱିଜିଟିଭନେସ୍, ଯୋଉଥିପାଇଁ ଲୋକମାନେ କରପସନ ଆଣ୍ଡ କରପ୍ଟ ପ୍ରାକ୍ଟିସେସ୍ ମଧ୍ୟ ଆଡପ୍ଟ କରନ୍ତି, ହାଉ ଟୁ ଆମାସ୍ ମୋର ୱେଲ୍ଥ। ଏଟାକୁ ଆପଣ ମାନସିକ ରୋଗ ବିଶେଷଜ୍ଞ ଭାବରେ ଏଟାକୁ ଗୋଟେ ଡିଜିଜ ଭାବରେ କନସିଡର କରନ୍ତି, ନା ଏଟା ଗୋଟେ ନଟ୍ ଏ ଡିଜିଜ ଟୁ ବି କ୍ୟୁର୍ଡ? ଯୋଉଟା ବି ଆପଣଙ୍କୁ ଅଧିକା ମାତ୍ରାରେ ପ୍ଲେଜର ଦଉଛି, ଯୋଉଟା ଦରକାରଠୁ ଅଧିକା ଆପଣ ନବାକୁ ଯାଉଛନ୍ତି, ଯୋଉଥିରେ ଆପଣଙ୍କ କର୍ତ୍ତବ୍ୟ ସମ୍ପାଦନ ବା କାର୍ଯ୍ୟ କୁଶଳତାକୁ ଆପଣଙ୍କୁ ବ୍ୟାଘାତ ସୃଷ୍ଟି କରୁଛି, ସେଟା ଆଡିକ୍ସନ ଭିତରେ ଯିବ। ଆପଣ ଯୋଉ କଥା କହିଲେ ଯେ ଗଭର୍ଣମେଣ୍ଟ ଏମ୍ପ୍ଲୟି ଆଡିକ୍ସନ କି ଏଇ ଯୋଉ ଜିନିଷ କି ଯୋଉ ମନି ଆକୁମୁଲେସନ କରିବାର ଯୋଉ ଆଡିକ୍ସନ ରଖୁନା, ସାର୍ ପୃଥିବୀର ସବୁଠୁ ଓଷ୍ଟ ଆଡିକ୍ସନ ଇଜ ମନି ଆଡିକ୍ସନ। ଆପଣ ସବୁଥିରୁ ରକ୍ଷା ପାଇଯିବେ, ମନି ଆଡିକ୍ସନ ରୁ ପୃଥିବୀ ରକ୍ଷା ପାଇବା ପାଇଁ ଦେଖନ୍ତୁ କୌଣସି ଜିନିଷ ହଉନାହିଁ। ତେଣୁ କଣ ହେଲା, ଆମେରିକା ସବୁବେଳେ ନମ୍ବର 1 ହବ। ଆପଣ ଦ୍ୟାଟ ଇଜ ଅଲସୋ ଆନ୍ ଆଡିକ୍ସନ। ଆମେରିକା ସବୁବେଳେ ନମ୍ବର 1 ହବ। ତେଣୁ ସେ ଯୁଦ୍ଧ କରୁଛି ବିଭିନ୍ନ ଉପାୟରେ, ତେଲ କେମିତି ନବ, କଣ କରିବ, ଇଏ କରିବ, ସେ କରିବ। ବର୍ତ୍ତମାନ ସେଇ ଜିନିଷ ହଉଛି ତାଙ୍କର ଆଡିକ୍ସନ। ତେଣୁ ଆପଣ ଯୋଉ କହୁଛନ୍ତି ଯେ ଗଭର୍ଣମେଣ୍ଟ ସେକ୍ଟରରେ ଆଡିକ୍ସନ ବଢି ଯାଉଛି, କିନ୍ତୁ ଏଇଟା ସାର୍ ମୁଁ ଗୋଟେ କଥା ପର୍ସନାଲି ଯଦି କହିବେ, ମୁଁ ଆକ୍ଚୁଆଲି ଇଟ୍ ଇଜ ଏ ମଲ୍ଟିଫ୍ୟାକ୍ଟରାଲ ପ୍ରୋବ୍ଲେମ ସାର୍। କାହିଁକି ଆପଣ ଦେଖିବେ ଖଜୁରୀ ଗଛର ମୂଳରୁ ପାହାଚ ପାହାଚ ଭଳିଆ ସିଷ୍ଟମଟି ହେଇଛି। ତେଣୁ ସିଷ୍ଟମରେ ବହୁତ ସମୟରେ ଲୋକ ଯେତେବେଳେ ପଢୁଛନ୍ତି ସେତେବେଳେ ଉଧେଇ ପାରୁନାହାନ୍ତି। ତେଣୁ ଆକ୍ଚୁଆଲି ମୁଁ ତ ପର୍ସନାଲି ଏ ଜିନିଷ ଭାବରେ ଭଲ ଭାବରେ କହିବା କଥା ନୁହଁ, କିନ୍ତୁ ଦେଖିବେ ଗୋଟେ ଜାଗାରେ ଯେ ଯେକୌଣସି ଆପଣ କାମ କରିବା ପାଇଁ ଯିବେ, ଜଣେ ମାଗୁଛି ଯେ ମତେ କିଛି ଦେଲେ ମୁଁ କାମ କରିବି, ତେଣୁ ଆପଣ ବାଧ୍ୟ ହେଉଛନ୍ତି ଦବା ପାଇଁ, କାହିଁକିନା ଆପଣ ନଦେଲେ ବିଭିନ୍ନ ଉପାୟରେ କାମଟି ଅଟକୁଛି। ତେଣୁ ଏଇଟା ଆପଣ ସେଟା ତା ଭିତରେ ଆପଣ ଯଦି ଦେଖିବେ, ସେ ପରସେଣ୍ଟେଜ ଟା ବିଭିନ୍ନ ଉପାୟରେ ବିଭିନ୍ନ ଲୋକଙ୍କୁ ପରସେଣ୍ଟେଜ ହେଇକି ଯାଉଛି। ତେଣୁ ବର୍ତ୍ତମାନ ଯୁଗରେ ଆପଣ 6th ପେ କମିଶନ ପରେ କାହାର ଦରମା କମ ନାହିଁ, କିନ୍ତୁ ଆପଣ ଚଳିବା ପାଇଁ ଅଲମୋଷ୍ଟ ସଫିସିଏଣ୍ଟ। କିନ୍ତୁ ଆପଣ କଣ ହଉଛି ଯେ କମ୍ପେୟାର କରୁଛନ୍ତି, ଗୌତମ ବୁଦ୍ଧ କହିଲା ଭଳିଆ କାମନାର ବିନାଶରେ ଦୁଃଖର ବିନାଶ। କାମନା ଟା ବଢି ଯାଉଛି। ତ କାମନା କାହିଁକି ବଢୁଛି, ଯେ ଇଟ ବିକମ୍ସ ଏନ୍ ଆଡିକ୍ଟନ। ଆପଣ ଆଗରୁ ଆପଣ ବି ଗୋଟେ ଘରଟା ତିଆରି କରିଥିଲେ, ଯେତେବେଳେ କି ଆପଣଙ୍କ ବାପା ଯେତେବେଳେ ଘର ତିଆରି କରୁଥିଲେ ତ ଭାବୁଥିଲେ ମୋର ହଁ 40-45 ବର୍ଷ ହେଲା ମୁଁ ଗୋଟେ ଜାଗାଟେ ପକେଇଥିଲି। ଆପଣଙ୍କ ଡେ 1 ରୁ ବ୍ୟାଙ୍କ ଠୁ ଆରମ୍ଭ କରିକି ସବୁ ଲୋକ ଆସିକି ପହଞ୍ଚି ଯାଉଛନ୍ତି, ଆଜ୍ଞା ଆପଣଙ୍କ ଲୋକ ଚାକିରି ଆରମ୍ଭ କଲେ ମାନେ ଆପଣ ଗୋଟେ ଘର କରିବା ଦରକାର, ତ ଆପଣଙ୍କୁ ଆଡିକ୍ସନ ରେ ପକେଇଲେ ଫାଷ୍ଟ। ସେକେଣ୍ଡ ଜିନିଷ କହିଲେ ଯେ ଆପଣଙ୍କୁ ଗୋଟେ ଗାଡି ଦରକାର। ମୋର ମାନେ ପର୍ସନାଲି ମୁଁ ଆପଣଙ୍କୁ ମୋର ପର୍ସନାଲ ଗୋଟେ ଏକ୍ସାମ୍ପଲ ଦେବି। ମୁଁ ଯେତେବେଳେ ଜଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର ହେଇକି ଜଏନ କରିଥାଏ ମେଡିକାଲ କଲେଜରେ, ସେତେବେଳେ ମତେ ଗୋଟେ ହୋଣ୍ଡା ଗାଡି ବାଲା ଆସିଲା, ମତେ କହିଲା ଆଜ୍ଞା ଆପଣ ଗୋଟେ ହୋଣ୍ଡା ସିଟି କାର ଟେ ନେଇଯାଉନାହାନ୍ତି। ମୁଁ କହିଲି ଆଜ୍ଞା ମୁଁ ଗୋଟେ ଆସିଷ୍ଟାଣ୍ଟ ପ୍ରଫେସର, ମୁଁ ହୋଣ୍ଡା ସିଟି ଟେ ନେଇପାରିବି ବୋଲି ଆପଣ କେମିତି ଭାବିଲେ? ସାର୍ କିଛି ନାହିଁ, ଆପଣ ସିମ୍ପଲ ଏତିକି ପଇସା ଦେଲେ ହେଇଯିବ। ମୁଁ କହିଲି ଆପଣଙ୍କ ଗାଡି କଣ ଖାଲି ପେଟ୍ରୋଲରେ ଚାଲିଛି ନା ପାଣିରେ ଚାଲିଛି? କହିଲେ କାହିଁକି ଆପଣ କ୍ୱେଶ୍ଚନ ପଚାରୁଛନ୍ତି? ମୁଁ କହିଲି ଆପଣ ଗାଡିର ଯଦି ଏତିକି ପଇସା, ମୋ ଦରମା ଏତିକି, ମୁଁ ଆପଣଙ୍କ ଗାଡିଟା ଯଦି ନେବି ତାହେଲେ ମୋର ଏତିକି ପଇସା ପଳେଇବ, ତାହେଲେ ମୁଁ ଚଳିବି କେମିତି? ରିଏଲ କ୍ୱେଶ୍ଚନ ମୁଁ ଏଟା ଦେବେ।
तापर आपण जे तापर बुझी पड़ते जे मु को एंगल को एक्चुअली रियली कहूची तेणु आपण जे रियल कैलकुलेशन करिवे एक्चुअली ई सब जिंस को भीतर पसी गले जदी कंपेयर करिवे कामनार बिना से जदी मो सांगटे गोटे अमुक जिनसटे कर देला तार गोटे घर हे गेला मोर काई हेई परुने तेणु ई सब जिनसर प्रॉब्लम हो किंतु गोटे कथा होची या भीतर कोन होची जे बहुत समय हाथी माने बाहरी जाउचंती किंतु पिंपुड़ी माने धरा पड़ी जाउचंती तो सेटा भी गोटे प्रॉब्लम होची माने आपण सेटा मु आपण कहबे जे मते टिके बुझातु जे आपण जो कहले जनकर जदी ड्रग्स आउ लिकर एडिक्शन से तार रेमेडी हुए तो जने मानसिक विशेषज्ञ पाखे थाई पारे किंतु जेतबळे आपणकर वेल्थ रो एडिक्शन ता पई सेल्फ इंट्रोस्पेक्शन रो आवश्यकता अछि आपण जानि कि खुशी हेबे जे एबे आईएएस आ ओएस पिला माने जो माने प्रिपेयर करूचंती तांको पई यूपीएससी एंड ओपीएससी गोटे एथिक्स पेपर मध्ये इंट्रोड्यूस करिसंती जे हाउ टू बी एथिकल आपण मानकर भी तो मेडिकल प्रोफेशन रे भी एथिक्स मध्ये रहउची हमें जेतबळे कटिंग अक्रॉस ऑल दी प्रोफेशंस किंतु ये जो डिप्रेशन एंजाइटी कॉन्फ्लिक्ट्स रहुची सेटा कोन जने चाहिले दूर करि परिबो बहुत गोटे खुशी रे जीवन यापन करि परिबो प्रोफेशनल सक्सेस पाई परिबो केमति भाबरे डील कराइबो सर सर गोटे बहुत बड़ जिनस हला आपणकर पैसा आपण को बेड टे दे दे पारे बहुत सुंदर बेड लक्ष टंकिया बेड दे दे पारे किंतु आपण को निद दबन पैसा जगु आपण बेड टे किनी पारंती किंतु निद किनी परिबे नै आपण सुना किनी पारंती किनी पारंती किंतु आपण खुशी किनी परिबे नै तेणु एठू आपण जो प्रथम जो क्वेश्चन पचारथिले तार आंसर ता डेफिनेटली अछि सेल्फ इंट्रोस्पेक्शन करियर अछि जे मते खुशी आनंद कोन भाव मिलुची केते भाव मिलुची बा मोर डिग्निटी कोन होबा उचित कारण मते केते मात्रा मिलुची बा मते केते मात्रा ई करि पारुची तेणु आपण एथिक्स कथा कहले मु एते 100% राजी जे एथिक्स किंतु एटा पाठ पढारे केवल सीमित रहउची ता भितर 2% 3% बा 5% लोक एथिक्स रे रहि के करजंती किंतु वर्तमान सिचुएशन रे आपण रियली आपनकर भितर काम करके आसीबे ता भितरे आपण देखिबे जे होचंती समस्तंकर गोड़ पंख भितर बुड़ी के रहिला भलिया अछि एटा मु एक्चुअली टे बेसी भी कहि देई थाई पर आपन को जे एई परफॉर्म रे किंतु हमर समस्तंकर इंटरसेक्शन हवा उचित जे मु एक्चुअली सत ऊपर चाली के मु काम करबा आ मन रखंतु जदि 40 वर्ष परे माने आध्यात्मिक लाइन को जदि आपण टिके आसीबे 40 वर्ष परे जदि आपण को डॉक्टर मना करिवो ए जिंस खांतुने से जिंस खांतुने ताले आपनकर खाइबार नीड ता कमी होला आपण तर सब जिंसर नीड कमी होला ताले आपण रहिला कोठी नीड अधिका जे आपण अधिका अकुमुलेट करिवे आ गोटे कथा ओडिया रे अछि पुत्र जदि मनीष हो धन पाई काई संचु पुत्र जदि अमनीष भी हो धन काई पाई संचु तेणु आप जिते भी दुनिया देखिए आम जिते मात्रा एडिक्शन करिछु जदि भगवान बुद्धंकर वार्ता को निया जाए ताले आमे कौन करि परिया जे कामना एटा को जदि आमे कमेई परिबा आ कामनार इंद्रिय संयमता को रक्षा करि परिबा ता पई विभिन्न प्रकार जिंस भी अछि प्लस अन्य प्लस हम काम रे भी आ लोक माने आजिकली जो डेडिकेटेडली डेलिबरेटली अलगा लोकों को हैरान करने पर चेष्टा करछंती से जो एक्चुअली प्रॉब्लम होची तो मु तो भाबे जो लोक कहते जे नाही अभिशाप पडुने किंतु मते लागे ओई मते जदि भगवान पठेइछन्ती गोटे काम करिया पई तो मु डेडिकेटेडली केमती मोर कामटी को सुचारू रूप संपादन करी आपण देखिए आज हुए तो खराब लागि पारे किंतु किछि जिंस किंतु परवर्ती मुहूर्त आपण निजे सेल्फ सैटिस्फैक्शन भाबे जे मु मो कामटी को सुचारू रूप संपादन करछि मते भगवान ए कामटा देइथिले मु करिछि एटा आपण खुशी है ଆପଣ ବହୁତ ଗୋଟେ ଉପାଦେୟ କଥା କହିଲେ ଯେ କାମନାର ବିନାଶରେ ଦୁଃଖର ବିନାଶ ସେଥିପାଇଁ ଯେତେ ଯେତେ ଜଣେ ଲୋକ ନିଜର ସଂଯମତା ରକ୍ଷା କରିପାରିବ ଯେତେ ଯେତେ ସେ ଚିନ୍ତା କରିବ ଯେ ମୋର ଆବଶ୍ୟକତା ଠାରୁ ମୁଁ ହୁଏତ ଅଧିକ ପାଇପାରିଛି
ଏବଂ ସେଥିରେ ମୁଁ ସନ୍ତୁଷ୍ଟ ରହିବି ଆଜ୍ଞା ଏବଂ ନିଜର ମିନ୍ସ ଭିତରେ ରହିବି, ତାହେଲେ ହୁଏତ ଅଧିକରୁ ଅଧିକ ସେ ପ୍ରଫେସନାଲ ଲାଇଫରେ ସେ ସକ୍ସେସଫୁଲ ହେଇପାରିବ ଏବଂ ଏଇ ଯୋଉ ବିଭିନ୍ନ ପ୍ରକାରର ଯୋଉ ମାନସିକ ଦୁଶ୍ଚିନ୍ତା ଗ୍ରସ୍ତ ହେଇକିରି ସେ ଡିପ୍ରେସନ ଫିଲ୍ କରୁଛି, ଆଙ୍ଗାଇଟି ଫିଲ୍ କରୁଛି, କିଛି ଲେଭେଲରେ ସେଟା ମଧ୍ୟ ଆଡିକ୍ସନ ରେ ପରିଣତ ହଉଛି, ସେଟା ମଧ୍ୟ ଚେକ୍ ହେଇପାରିବ। ଏଟା ବହୁତ ଉପାଦେୟ କଥା କହିଲେ ଡକ୍ଟର ସାହୁ। ମୁଁ ଭାବୁଛି ଯେ ନିଶ୍ଚିତ ଭାବରେ ଆମର ଯୋଉ ଦର୍ଶକ ମାନେ ଏବେ ଗୋଟେ ସ୍ୱପ୍ନର ଦୁନିଆରେ କୁ ଚିନ୍ତା କରୁଛନ୍ତି ଗୋଟେ ପ୍ରଫେସନାଲ ସକ୍ସେସ ପାଇବା ପାଇଁ, ଯେତେବେଳେ ସେମାନେ ପ୍ରଫେସନରେ ଜଏନ କରିବେ, ଏଇ ମାନସିକତାକୁ ରକ୍ଷା କରିପାରିଲେ ସେମାନେ ଅଧିକରୁ ଅଧିକ ପ୍ରଫେସନାଲ ସକ୍ସେସ ପାଇପାରିବେ। ବହୁତ ବହୁତ ଧନ୍ୟବାଦ ଡକ୍ଟର ସାହୁ। ନମସ୍କାର। ନମସ୍କାର। ୱେଲକମ୍ ବ୍ୟାକ୍। ଆମେ ବହୁତ ଉପାଦେୟ ଗୋଟେ ଅଧ୍ୟାୟ ଯୋଉ ଆଲୋଚନା ଆମର ହେଲା ପ୍ରଫେସର ଡକ୍ଟର ସୁରଜିତ ସାହୁଙ୍କ ସହିତ, ଏବଂ ଆମେ ବହୁତ ଖୁସି ଯେ ପ୍ରଫେସର ସାହୁ ଆଜି ଅନଲାଇନରେ ଆମ ସହିତ ଯୋଗ ଦେଇଛନ୍ତି। ଆମର ଭେରି ସିନିୟର ଫ୍ୟାକଲ୍ଟି ଦେବୀ ସାର୍ ମଧ୍ୟ ଆମର ଏଇ ଗ୍ରୁପରେ ଜଏନ କରିଛନ୍ତି। ସମସ୍ତଙ୍କୁ ଆଉ ଥରେ ପ୍ରଫେସର ସାହୁ ଆପଣଙ୍କୁ ମୁଁ ନମସ୍କାର କରୁଛି ଏବଂ ଧନ୍ୟବାଦ ଜଣାଉଛି। ବହୁତ କଥା କହିଛନ୍ତି। ନାଉ the floor is open. ପାର୍ଟିସିପାଣ୍ଟସ୍ ମାନେ ଗୋଟେ ଅପରଚ୍ୟୁନିଟି ନିଅନ୍ତୁ। ଆମର ବହୁତ ବଡ ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସୁରଜିତ ସାହୁଙ୍କ ସହିତ ଇଣ୍ଟରାକ୍ସନ କରି ଯାହା ଡାଉଟ୍ସ ରହିଛି ତାକୁ ପଚାରି ପାରିବେ ଏବଂ ଯଦି କିଛି ଡାଉଟ୍ ରହିଯିବ ତାକୁ ମଧ୍ୟ ମତେ ପର୍ସନାଲି ହ୍ୱାଟ୍ସଆପ କଲେ ମୁଁ ପ୍ରଫେସର ସାହୁଙ୍କ ସହିତ ଆଲୋଚନା କରି ତମକୁ ତାର ନିର୍ଯାସ ମଧ୍ୟ ଜଣେଇ ପାରିବି। ନାଉ ପ୍ଲିଜ ଇଣ୍ଟରାକ୍ଟ ଭେରି ଫ୍ରିଲି। ସୋ ପ୍ରଫେସର ସାହୁଙ୍କ ସହିତ ଇଣ୍ଟରାକ୍ସନ କରନ୍ତୁ, ପ୍ରଶ୍ନ ପଚାରି ପାରିବେ। ଏନିୱାନ, କାହାର କିଛି ଯଦି ନିଜ ବିଷୟରେ ନିଜର ମାନସିକ ସ୍ଥିତି ବିଷୟରେ କିଛି କୌଣସି ଡାଉଟ୍ ରହିଛି ପ୍ଲିଜ ପଚାରନ୍ତୁ। ଐଶ୍ୱର୍ଯ୍ୟା ପଣ୍ଡା, ଐଶ୍ୱର୍ଯ୍ୟା, Yes, sir. ହଁ ପଚାର ଐଶ୍ୱର୍ଯ୍ୟା। Good morning, sir. Good evening. ଗୁଡ ଇଭିନିଂ, ଗୁଡ ଇଭିନିଂ ଐଶ୍ୱର୍ଯ୍ୟା, ପଚାର। Sir, my question is, we are in a profession, and most of the time we think that we are doing our best, but we cannot actually decide that we are giving our 100% to that way. So how can we understand that we are giving our 100% what we are doing, or in which field we are right now? Okay. Actually, hello, Yes, sir. sir, I'm audible. Yes, sir. Yes, sir. Okay, sir. Thank you. So actually, God has given us a hand, and the left hand, right hand, dita jakar kama saman nuhe. ଦେଖନ୍ତୁ 5ଟା ଆଙ୍ଗୁଳି ଦେଇଛନ୍ତି, 10ଟା ଆଙ୍ଗୁଳି, ତା ଭିତରୁ ଥମ୍ବ ହଉଛି ସବୁଠୁ ଛୋଟ ଆଙ୍ଗୁଳି, କିନ୍ତୁ ତାର ବହୁତ ବଡ ଲମ୍ବା କାମ, 60% ୱାର୍କ କରୁଛି। ସେଇଭଳି ଆମେ ଆମର ବେଷ୍ଟ କରିବା ପାଇଁ ଆମେ ଚେଷ୍ଟା କରୁଛନ୍ତି, ପ୍ରଚେଷ୍ଟା ଜାରି ରହୁ। ତେଣୁ ଆପଣ ଦେଖିବେ ପୃଥିବୀରେ ଭଗବାନ ଯୋଉ ଜନ୍ମ ଦେଇଛନ୍ତି, ବର୍ତ୍ତମାନ ସୁଦ୍ଧା ବି 850 କୋଟି ଲୋକ ଅଛନ୍ତି। 8.5 ବିଲିୟନ ପିପୁଲ ଆର୍ ଦେୟାର। ଜଣେ ଲୋକ ଅଲଗା ଲୋକ ସାଙ୍ଗରେ ସମାନ ନୁହଁ। ତେଣୁ ସମସ୍ତେ ଯେ ସମାନ ଭାବରେ କାମ କରିପାରିବେ, ସେ 100% କିଛି ନାହିଁ। 100% ଗୋଟେ ମାପକାଠି, କିନ୍ତୁ ସେ ମାପକାଠିଟା ଯେ ସବୁବେଳେ 100ରେ ପହଞ୍ଚିବ ସେମିତି କିଛି ମାନେ ନାହିଁ। ତେଣୁ ଆମେ ଆମର ବେଷ୍ଟ କରିକି ଏଫର୍ଟ ବେଷ୍ଟ ୱିଥ୍ ଦ୍ୟାଟ୍ ସିଚୁଏସନ ଆଉ ସେ ଟାଇମରେ ଯାହା କରିପାରୁଛନ୍ତି ସେଇଟା ହେଲା ସବୁଠୁ ବେଷ୍ଟ। ତେଣୁ ଏଇଟାକୁ ଧରିକି ଆପଣ କାମ କରିକି ଚାଲିବେ। ଆଉ ସେକେଣ୍ଡ ଜିନିଷ ବହୁତ ବି ଇମ୍ପୋର୍ଟାଣ୍ଟ, ଦେଖନ୍ତୁ ଆପଣ 3-4ଟା ଜିନିଷକୁ ମାନିବାକୁ ପଡିବ। ଗୋଟେ ହେଲା ପ୍ରିଭିୟସ ୱାର୍କ ଯିଏ କରିଛନ୍ତି ତାଙ୍କୁ ଆମେ ସମ୍ମାନ ଦେବା।
सी भी जो टाइम रे जेमती टाइम रे जेतिक फैसिलिटी थिला के गोटे कौन करिसंती से एक्सपीरियंस को हमें जॉइन कर नबा साथी रे नेक्स्ट हला आमे एक्स्ट्रा कौन करि परिबा आम सिचुएशन रे थर्ड हला गुरुजन प्लस भगवान को ऊपर हम टिके विश्वास रखिबा दैट इज द थिंग so that we will not go for doing any fault with us this is the most important thing हमको लागिवो हमको के जने जज करूची एक्चुअली whoever may be think आपन को ऊपर केही नथांतु କିନ୍ତୁ ଆପଣଙ୍କୁ ଲାଗିବ ମୁଁ କାଳେ ଭୁଲ କରୁନି ତ ହୁଏତ ଜଜ କଣ କରୁଛି ଆଉ କାହାର କ୍ଷତି କରୁନି ତ ଏତିକି ପ୍ରକାର ଜିନିଷ Thank Oh. you, sir. ଐଶ୍ୱରିୟା ମୁଁ କେବଳ ଏତିକି ଯୋଡ଼ିବି ପ୍ରଫେସର ସାହୁ ଯାହା କହିଲେ ତୁମେ ନିଜ ବିଷୟରେ 100% ଚିନ୍ତା ନ କରିକି ତୁମେ କହିବ ଯେ ମୁଁ ଯାହା କରୁଛି ମୁଁ ବେଷ୍ଟ ପସିବଲ ୱେରେ ମୁଁ ଚେଷ୍ଟା କରିବି ଏବଂ ଯଦି କେତେବେଳେ ମନରେ ଡାଉଟ ହବ ତାହେଲେ କୌଣସି ଅଭିଜ୍ଞ ବ୍ୟକ୍ତି ଯାହାଙ୍କ ଉପରେ ତମର ବିଶ୍ୱାସ ହଉଛି who happens to be your mentor or guide or ଗୁରୁଜନ ଅଛନ୍ତି ଘରେ ବାପା ମା ମଧ୍ୟ ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା ଦରକାର ଯେ ଯାହା କରୁଛି ସେଟା ଭଲ କରୁଛି ଇନଫ୍ୟାକ୍ଟ ଏଇ ଯୋଉ ଆମେ ଏଇ କାର୍ଯ୍ୟକ୍ରମ କରିକି ଏକ୍ସପୋଜର ଦଉଛୁ ଯେ ଭେରି ଏକ୍ସପିରିଏନ୍ସ ପର୍ସନ୍ସଙ୍କ ସହିତ ତାଙ୍କୁ ତୁମେ ପଚାରିବା ଦ୍ୱାରା ତୁମର ବହୁତ ଗୁଡେ କ୍ଲାରିଟି ମଧ୍ୟ ଆସିଯିବ ଏନିୱାନ୍ ଏଲ୍ସ ଆଉ କିଏ ପଚାରନ୍ତୁ କିଏ ଜଣେ ଚେଷ୍ଟା କର ପଚାରିବା ପାଇଁ ପ୍ରତ୍ୟୁଷ କିରଣ सर सर नमस्कार सर ପଚାର ପ୍ରତ୍ୟୁଷ सर सर आम देखो सर रिपीटेड एफर्ट लागुची आ फेल्यूर रिपीटेडली मिलुची सर 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 गोटे पैटर्न बनी जाए फेल्यूर रो तो सर सेटा सर पैटर्न ब्रेक कराटा सर टिके डिफिकल्ट हो जाए केबे केबे सर पैटर्न ब्रेक बेले बहुत एफर्ट लागे जाए सर से पैटर्न ब्रेक हला परे पॉजिटिव रिजल्ट आए सर तो सेटा केंदे सर निज को सेल्फ टॉक और पॉजिटिव बिटी रखिकी आमे केंदे करबो पॉजिटिव टॉक सेल्फ टॉकिंग केन करि पारो सर आ माइंड से हिसाब रे पैटर्न केंदे करि पारो पैटर्न केंदे बिल्ड करि पारो पॉजिटिव पैटर्न तो प्रत्युष वेरी नाइस क्वेश्चन अपन जानते जे जो बल्ब के तैयारी करते इलेक्ट्रिक बल्ब सर व्हाट थॉमस अल्वा एडिसन 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 सॉरी वेरी गुड वेरी नाइस डीजल इंजन के तैयारी करते तांको ना टाइटल थिला डीजल एते डीजल इंजन तो जेते कि साइंटिस्ट अछंते ना साइंटिस्ट माने थॉमस अल्वा एडिसन मिनिमम तांको लाइफ रे लिखा है 900 थर फेल्युअर होती 900 टाइम्स तेणु से धैर्य हराई नांती जदि आपणकर साइंस ठीक अच्छी आपणकर चिंताधारा ठीक अच्छी लक्ष्यपथ ठीक अच्छी तेणु फॉर द टाइम बिंग आपण कौन सक्सेसफुल होना तो रिपीटेड साइंस इज ऑलवेज रिपीट जिनस आम जहाँ भी करुँच कि शुणु आर्ट भी जहाँ करुँच दैट इज ऑल्सो ए साइंस साइंस होची मेनली बिल्डिंग ब्लॉक आउ आर्ट होची तार कवरिंग माने आमे फाइनल टच करछन्ते तेणु कॉमर्स हला सेटा केमती आमे बिजनेस रे यूज करछन सो दीज आर सब गुडा समस्तर परिपूरक तेणु केबे धैर्य हरेबनी आ तुम लक्ष्य पथर विच्युत हबनी आ साइंटिफिक वे रे करिया पे चेष्टा करियो तुम डेफिनेटली निजर पहुंचीबो लक्ष्य स्थल रे हला तेणु रिपीटेड करिकि जो तुम भावुछ जे साइंटिस्ट जो माने अछन साने बहुत बहुत थर जे करिसंती काम आ डीजल जे से बहुत थर ट्राई करी लास्ट ही हैज अटेम्प्टेड 5-6 टाइम्स सुइसाइड आल्सो तांको वाइफ लिखिचंती लास्ट ता वाइफ ताको छाडी के पळेला किंतु से भी एमती अवस्था रे जाय कि डीजल इंजन बाहर करतले तनु बुझी परथो जिंसटा तार समराइज कर देबे बहुत भल कथा कहले प्रोफेसर साहू जे लक्ष्यच्युत हबनी जो जिनसटा हमरो गोल रहिला सेई गोल को आमे फिक्स रखिबा एवं गोटे धैर्यर सहित आमे कार्य करिबा जदि फेल्युअर जो जगह रे आसुची फेल्युअर टा गोटे फीडबैक भाव रे आसुची
ଯେ ଆଉ କଣ ନୂଆ କିଛି କରାଯାଇ ପାରିବ ଏବଂ ସେଇଟା ଆମେ ଯୋଉ ସାଇଣ୍ଟିଫିକ ୱେ ଅଫ ଡୁଇଂ ଥିଙ୍ଗସ୍ ମାନେ ଆମେ ଆମର ପ୍ରୋସେସ ରେ କିଛି ପରିବର୍ତ୍ତନ ଯଦି ଆଣିପାରିବା ଆମ ସହିତ ଡକ୍ଟର ଦେବୀ ସାର୍ ଆମର ଜଏନ କରିଛନ୍ତି ଆଇ ଥିଙ୍କ ହି ହାଜ ଅଲସୋ ଡେଲ୍ଟ ୱିଥ hundreds of students ସାର୍ ଆପଣ ଏଇ ବିଷୟରେ କିଛି ଆପଣଙ୍କର ମନ୍ତବ୍ୟ ରଖିପାରିବେ କି କାରଣ ହାଉ ଡୁ people cope up with this so called failure जोटा कि एक्चुअली मु भावे जे फेल्युअर नुह सर कैन यू अनम्यूट किछि आपण रखिबे कि मंतव्य ना नहीं शुभुनी सर अनम्यूट करंतु आपण दिके अनम्यूट करंतु हेलो हां कोंतु सर वर्तमान ऑडिबल हेले सर ए फेल्युअर रो गोटे पैटर्न पड़ी जाए लोक मानन को मन रे आसी जाए जे मु आउ सक्सेस पाई परिबिनी एई जो जिनिसटा तांको भितरु से माने केमती निजको बाहर करि आनिबे while preparing for civil service, there is the possibility of a failure. But some remedial measures are there, like that of hard work, discipline in mind, strong mindset, and self-belief is the major factor for making success in future. And another thing I can tell relating to adaptability to learn. That means seeking continuous learning process, which may give success to them. But one thing I can tell to, and another thing I can tell, sir, a greatest barrier is there for the success is that fear of failure. It is there. Most of the times, fear of failure is there, and which is bringing discourage to the students. Therefore, they must be thinking about that and should be skilled, should be knowledgeable, and must have clear goals, as a result of which they can get success. But one thing I can ask to Dr. Sahu, one Again. question I can tell here that, sir, on your point of view, what should be the strategies for staying positive that will eradicate hurdles in achieving professional success? Only one thing I can say. किमती पॉजिटिव रही परिवा हमें प्रोफेशनल चैलेंजेस बहुत गुड़े Many challenges are there. चैलेंजेस आर Yes. स्पेशली सर एकेडमिक लाइन रे अछंती आपण एकेडमिक प्लस मेडिकल दीटा लाइन रे अछंती आ भितर पॉजिटिव केमती रही परिवा सर गोटे बहुत इंपोर्टेंट जिनिस हला फर्स्ट हला यू सेट योर गोल देन अचीवेबल गोल दैट इज आल्सो वेरी मच इंपोर्टेंट अचीवेबल गोल सर अचीवेबल गोल रे सब बेले मार्क करिवे आपण जे भी कंकर करंती बा जे एक्चुअली शिखर रे पहुंचंती बर्तमान मते कहबे मु हिमालय को चढ़ी जीवी नो इट्स नॉट पॉसिबल मु डेफिनेटली ता भितरे बाधा विघ्न पड़िबो एमती केबे पॉसिबल मिराकल जनरली हार्डली दैट इज 0.1% जनरली देखो सब जिनसर गोटे लिमिटेशन एंड हमको अचीवेबल गोल फिक्स करे पड़िबो नॉर्मली सेकेंड कथा हला अपन जोटा कहले जे स्ट्रांग माइंडसेट रे जो जिनसटा कथा होची सेटा दृढ़ मन हवा दरकार दृढ़ मन आ स्थिर चित्त जो माने बहुत समय अस्थिर हेबे जे एटा कोन करबा एमती ना नेक्स्ट हला प्लान टू एक्चुअली रीच योर गोल दैट इज आल्सो वेरी मच इंपोर्टेंट सर इट मे बी फेल्युअर किंतु आपण सर 100टा बाट अछि सर आजिकली कौन सी चाकरी गोटे नाही आपण गोटे पाई कि चेंटा पाई प्रिपेयर होचंती आउ 100टा चाकरी आपण पाई भी अछि हुए तो एक्स नहले आपण वाई पाइबे वाई न पले जेड पाइबे जेड न पले ए पाइबे तो एमती टाइप रो जिंस अछि तो डिपेंड करछि बेले बेले कोन हुए भाग्य साथी दिए जे आपण सेई दिन कोन पढ़ी कि जाइचंती सेई दिनर 3 घंटा भितर कोन क्वेश्चन पचरा गला सेटा भी बहुत समय भाग्य रे साथी दिए किंतु किंतु आपण थरे सिना भाग्यच्युत हे जाई पारंती बा भाग्य साथी दब किंतु सब बेले साथी दबने तेणु कठिन परिश्रम सिस्टमेटिक परिश्रम सर सिस्टमेटिक आ कठिन परिश्रम रो गोटे एग्जांपल मु दउची आपन को 10 एकर जमी दिया जीवो आ आपन को कोदाଳ दीटा दिया जीवो आपन को गोटे ट्रैक्टर दिया जीवो ताले आपन कोटा चूज करिवे 10 एकर जमी अछि
ସୋ ସେଇଭଳି ଆମକୁ ପରିଶ୍ରମ କରିବାକୁ ପଡିବ। ତ ଦ୍ୟାଟ ଇଜ ମୋଷ୍ଟଲି ଇଣ୍ଟେଲିଜେଣ୍ଟ ୱାର୍କ ମୋଷ୍ଟଲି ଦ୍ୟାଟ ଇଜ ଭେରି ମଚ୍ ଇମ୍ପୋର୍ଟାଣ୍ଟ। ଯେ ଇଣ୍ଟେଲିଜେଣ୍ଟଲି ଆମେ କେମିତି ଟାଇମ୍ ମ୍ୟାନେଜ କରିପାରିବା। ନେକ୍ସଟ ଇମ୍ପୋର୍ଟାନ୍ସ ଆର୍ ଫ୍ୟାକ୍ଟର ସବୁ ଗୁଡା ଦେଖିବେ ସାର୍ ଟାଇମ୍ ଲିମିଟ ଅଛି। ତ ଟାଇମ୍ କାହାକୁ ଅପେକ୍ଷା କରିବନି। ତ ଟାଇମ୍ ଟାକୁ ଆପଣ କେମିତି ସିଷ୍ଟମେଟିକଲି ମ୍ୟାନେଜ କରିବେ, କୋଉଟା ପ୍ରାୟୋରିଟି ବେଷ୍ଟ, କୋଉଟା লিস্ট ପ୍ରାୟୋରିଟି, କୋଉଟା ମିଡିୟମ ପ୍ରାୟୋରିଟି। ସୋ লিস্ট ପ୍ରାୟୋରିଟି ଆଣ୍ଡ ମିଡିୟମ ପ୍ରାୟୋରିଟି ସେ ଟାଇମ୍ କୁ ମ୍ୟାନେଜ କରିକି ଆପଣ ପ୍ଲାନିଂ କରିବେ। ଏଇ 3-4ଟା ଜିନିଷକୁ ପ୍ଲାନ୍ କଲେ ଡେଫିନେଟଲି। ଆଉ ସେକେଣ୍ଡ ହେଲା ଲକ୍ଷ୍ୟ ପଥରୁ କେବେ ଆମେ ବିଚ୍ୟୁତ ହବାନି। ହଁ ଇଟ୍ ଇଜ ପସିବଲ। ଆଉ ସାର୍ ପୃଥିବୀରେ କୌଣସି ଜିନିଷ ଖରାପ ନୁହେଁ ବୋଲି ଭାବି କାମ କରିବା ଦରକାର, ସେଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ସାର୍ ଅଫିସରେ ଯିଏ ବି ହଉ ଆପଣଙ୍କର ସମସ୍ତେ ସମସ୍ତଙ୍କ ଉପରେ ଡିପେଣ୍ଡେଣ୍ଟ। ଆପଣ ସାର୍ ମୁଁ ଗୋଟେ କଥା କହୁଛି ଯେ ଆପଣଙ୍କ ଦେହରେ 5ଟା ଅଙ୍ଗ ଅଛି। ଡାହାଣ ହାତଟା ନହେଲେ କଣ ଚଳିଯିବ କି? ବାଁ ହାତ ନହେଲେ କଣ ଚଳିଯିବ କି? 2ଟା ଆଖି ଅଛି, ଗୋଟେ ଆଖି ହେଲେ କଣ ଚଳିଯିବ କି? ନାଇଁ, 2ଟା ଆଖି ବି ଦରକାର। ହୁଏତ କୋଉଟାରେ ଆପଣ କେତେ ସାଟିସ୍ଫାଏ ହେଇପାରୁଛନ୍ତି ସେଇ ଅନୁସାରେ ଦେଖିକି ଆପଣ ପ୍ଲାନ୍ କରିବାକୁ ପଡିବ। Thank you, sir. ଗୋଟେ ବହୁତ ଭଲ ଉପାଦେୟ ଜିନିଷ ଆସିଲା ଡକ୍ଟର ସାହୁଙ୍କର ଡେଲିଭରେସନ ରୁ ସାର୍, ଯେ ସମସ୍ତେ ସମସ୍ତଙ୍କ ଉପରେ ଡିପେଣ୍ଡେଣ୍ଟ। ଯଦି ଏଇଟା ଆମେ ଭାବିବା ତାହେଲେ ଆମେ ସବୁ କାମ ନିଜ ସିଂହରେ ମାଟି ତାଡିକି କରିବାର ଗୋଟେ ଯୋଉ ବେଳେ ବେଳେ ଇଗୋଇଷ୍ଟିକ ମାଇଣ୍ଡ ସେଟ ଆସେ ସେଇଟାରୁ ବାହାରିକିରି ଆମେ ଗୋଟେ ଟିମ୍ ମଧ୍ୟ ଟିମ୍ ସ୍ପିରିଟ କରିପାରିବା। ଆଉ ସିଷ୍ଟମାଟିକାଲି ଆମେ ଆମର ଟାଇମ ଟାକୁ ଉପଯୋଗ କରିବା ଏବଂ ତା ଦ୍ୱାରା ଆମର ଏଫିସିଏନ୍ସି ମଧ୍ୟ ବଢିବ। ଏଇଟା ଗୋଟେ ବହୁତ ଭଲ ଜିନିଷ। ଆଉ ଆପଣ ଯୋଉ ଜିନିଷଟା ସାର୍ କହିଥିଲେ ଦେବୀ ସାର୍, ଗୋଟେ ଆଡାପ୍ଟେବଲ ମାଇଣ୍ଡ ସେଟରେ ଗୋଟେ ଶିଖିବାର ଇଚ୍ଛା। ବହୁତ ସମୟରେ ଆମେ ବହୁତ ରିଜିଡ ହେଇଯାଉଛେ ଯେ ଶିଖିବା ପାଇଁ ଆମର ସେ ଆଗ୍ରହ ରହୁନି। ଆମେ କୁଇକଲି ଆଉ କିଛି କ୍ୱେଶ୍ଚିନ୍ ଯଦି କାହାର ରହିଛି ଆମେ ପଚାରି ପାରିବେ। ଯଦି ପିଲାମାନେ we are left with 5 minutes, ଆଉ କିଛି ପଚାରି ପାରନ୍ତି। ବର୍ଣ୍ଣାলী, you are asking some question? Yes, ବର୍ଣ୍ଣାলী sir. ପଚାର। ହଁ ପଚାର। Good evening, sir. Sir, ମୋର question ଅଛି, ବେଳେ ବେଳେ କ୍ୟାରେକ୍ଟର ବିଲ୍ଡଅପ୍ ଆଉ କ୍ୟାରିୟର ବିଲ୍ଡଅପ୍ ମଝିରେ ମାନେ ଏମିତି ଗୋଟେ ଫେଜ୍ ଆସିଯାଏ କି ଯୋଉଟା କି ଆମେ ପୁରା ଫ୍ରଷ୍ଟ୍ରେଟେଡ ହେଇକି ଦିଟା ଯାକକୁ ଛାଡି ଦଉ କି ନାଇଁ ଏଇଟା ଆମ ଦ୍ୱାରା ଆଉ ହବନି, ଆଉ ଏଇ ଜିନିଷଟା ଆଉ ପସିବୁଲ ନୁହେଁ। ତ ସେଇ ଜିନିଷଟା ପରେ ସେ ଜିନିଷ ପୁଣି ଗିଲ୍ଟି ଫିଲ୍ ହୁଏ। ପରେ ପୁଣି ଲାଗେ କି ଆରେ ସେତେବେଳେ ସେ ଫ୍ରଷ୍ଟ୍ରେସନ ଟା ଯଦି ନ ଆସିଥାନ୍ତା ମେ ବି ଏଇ ଜିନିଷଟା ଭଲ ହେଇଥାନ୍ତା। ସେଇ କନଫ୍ୟୁଜନ ରେ ସାର୍ କ୍ୟାରେକ୍ଟର ବିଲ୍ଡଅପ୍ ଆଉ କ୍ୟାରିୟର ବିଲ୍ଡଅପ୍ ଟା ଦିଟା ଯାକ ବେଳେ ବେଳେ ରହିଯାଏ। ତ ସେଇ ଜାଗାରେ ସଲ୍ୟୁସନ କଣ ହବ? କ୍ୟାରେକ୍ଟର ଆଉ କ୍ୟାରିୟର। Yes, sir. ସାର୍ ସବୁ ଜିନିଷର ଯେକୌଣସି ଜିନିଷର ସାର୍ ଆପଣ ଦେଖିବେ ଯାହା ବି ହେଇଯାଉ ଆପଣଙ୍କର ଲକ୍ଷ୍ୟ ପଥ, ହ୍ୱାଟ ଇଜ ୟୋର ଗୋଲ ଫାଷ୍ଟ। ସେକେଣ୍ଡ ହେଲା ଆପଣଙ୍କ ଟାଇମ ଲିମିଟ। ତେଣୁ ସାର୍ କ୍ୟାରେକ୍ଟର କାହାର ଆକ୍ଚୁଆଲି କ୍ୟାରିୟରକୁ ବହୁତ ଡିଷ୍ଟର୍ବ କରେନି। ଯଦି ଆପଣ ସେମିତି କିଛି ଗୋଟେ ବହୁତ ବଡ ସାଇକେଟ୍ରିକ ବା ଇଲନେସେସ୍ ବା କୌଣସି ପ୍ରୋବ୍ଲେମ ଯଦି ହେଇନଥିବ ଜେନେରାଲି, ତେଣୁ ଆପଣଙ୍କର ମାଇଣ୍ଡ ସେଟ କଣ ଅଛି ସାର୍? ପୃଥିବୀରେ ଦେଖନ୍ତୁ 850 କୋଟି ଲୋକ ବର୍ତ୍ତମାନ ଅଛନ୍ତି। ଭଗବାନଙ୍କ ସୃଷ୍ଟିରେ କେହି କାହା ସାଙ୍ଗରେ ସମାନ ନୁହନ୍ତି। ଇଭିନ୍ ଇଫ୍ ଆପଣ ଯଦି ନିଜ ମା ପେଟରୁ ଜନ୍ମ ହେଇଥିବା ଗୋଟେ ଟୁଇନ୍ ମଧ୍ୟ, ସେମାନେ ଫିଙ୍ଗର ପ୍ରିଣ୍ଟରେ ବି ଡିଫରେଣ୍ଟ। ତେଣୁ ଯଦି ସମସ୍ତେ ସମସ୍ତଙ୍କ ମାଇଣ୍ଡରେ ଡିଫରେଣ୍ଟ ଅଛନ୍ତି, 850 କୋଟିରେ ଗୋଟେ ଲୋକ ଆଉ ଗୋଟେ ଲୋକ ସାଙ୍ଗରେ ଯଦି ସମାନ ନାହିଁ, ତାହେଲେ କେହି କାହା ସହିତ ଡିଫରେଣ୍ଟ, କେହି କାହା ସହିତ ସମାନ ନୁହନ୍ତି। ତେଣୁ କ୍ୟାରେକ୍ଟର ବି ସମାନ ହବନି। କିନ୍ତୁ ଆମର ସୋସାଇଟିରେ ଗୋଟେ ସିଷ୍ଟମେଟିକ ପ୍ଲାନରେ ଗୋଟେ ଆମେ ବାଉଣ୍ଡାରୀ ଫିକ୍ସ କରିଛନ୍ତି, ଏହାର ଉପରକୁ ଗଲେ ଅସୁବିଧା, ଏହାର ତଳୁକୁ ଗଲେ ଅସୁବିଧା। ତେଣୁ ସେଇ ଲିମିଟ ଭିତରେ ରହିକି ଆମକୁ ସେଟ୍ କରିବାକୁ ପଡିବ ଆମର ଗୋଲ। ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ଆଉ ଆପଣଙ୍କ ଟାଇମ ଲିମିଟ ସବୁ ପ୍ରକାର ଜିନିଷ ଅଛି। ତେଣୁ ସେଇ ଭିତରେ ଆପଣ ଦେଖିକି ପ୍ଲାନ୍ ଅପ୍ କରିବେ। ତେଣୁ ଆପଣ ଲକ୍ଷ୍ୟ ପଥରୁ ଯଦି ବିଚ୍ୟୁତ ହେଇଯିବେ, ଆପଣ ଦେଖିବେ ବହୁତ ସମୟରେ ଲୋକମାନେ ବହୁତ ସମୟ ନଷ୍ଟ କରନ୍ତି। ଆପଣ ସିଷ୍ଟମେଟିକ ଟାଇମ ଆପଣ ଦେଖିବେ, ଯୋଉମାନେ ଆଇଏଏସ୍ ଟପର୍ସ ଅନ୍ୟାନ୍ୟ ତାଙ୍କର ଇଣ୍ଟରଭ୍ୟୁ ଦେଖିବେ, ସେମାନେ ମଧ୍ୟ କହିଛନ୍ତି ଯେ ଆମେ କଣ କରୁ, ଆମେ ଟାଇମ ଟାକୁ ମ୍ୟାନେଜ କରିକି ପଢୁ। ଆପଣ ଦେଖିବେ ଯେ ଯୋଉମାନେ ଟାଇମକୁ ମ୍ୟାନେଜ କରିକି ପଢନ୍ତି, କାରଣ କେତିକି ଜିନିଷ ସାର୍ ଯୋଉ ପ୍ରଥମ କହିଲେ
ସବୁଠୁ ଇମ୍पोର୍ଟାଣ୍ଟ ଜିନିଷ ପରସ୍ପର ଡିପେଣ୍ଡେଣ୍ଟ। ମୁଁ କାହିଁ କହୁଛି, ମନେକର ଯୋଉ ସାରଙ୍କର ଯେତିକି ଏକ୍ସପିରିଏନ୍ସ ଅଛି କାମ କରିବାରେ ବା ପ୍ରିପାରେସନ କରାଇବାରେ, ସିଭିଲ ସର୍ଭିସ ପ୍ରିପାରେସନ କରିବାରେ, ତ ସେମାନେ 10 ମିନିଟରେ ତାଙ୍କ ଏକ୍ସପିରିଏନ୍ସ ଟାକୁ କହିଦେଲେ ଆପଣ ଦେଖିବେ ଗୋଟେ ଜିଷ୍ଟ ପାଇଗଲେ। ସେ ଜିଷ୍ଟ ଟାକୁ ଆପଣ ୟୁଟିଲାଇଜ କେମିତି ଭାବରେ କରିବେ ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ତ ସେଇଟାକୁ ଆପଣ ଗୁରୁତର ସହିତ ନ ନେଇକି ଲୋକମାନେ କଣ କରନ୍ତି ଯେ ବହୁତ ଗୁଡେ ଜିନିଷ ସମୟ ନଷ୍ଟ କରିବେ। ଆପଣ ଏତେ ସମୟ କେବେ ପାରିବେନି। ଦିସ୍ ଟାଇମ ଇଜ ଭେରି ସର୍ଟ ଆଣ୍ଡ ଲିମିଟ। ତାରି ଭିତରେ ଆପଣଙ୍କୁ କଙ୍କର କରିବାକୁ ପଡିବ। ତେଣୁ ବହୁତ ଗୁଡେ ଜିନିଷ ଆପଣଙ୍କୁ ତା ଭିତରେ ଆକୁମୁଲେଟ କରିବାକୁ ପଡିବ। ଆଣ୍ଡ ଦିସ୍ ଇଜ ଏ ଡେଡିକେଟେଡ ପ୍ଲାନ୍ ଆଉ ଗୋଲ ଇଜ ଭେରି ମଚ ଫିକ୍ସଡ। ତେଣୁ ସକ୍ସେସଫୁଲ ହେବେ, ମୋଟେ ଫ୍ରଷ୍ଟ୍ରେଟେଡ ହେଇପାରିବେନି। କାହିଁକିନା ଯଦି ଆପଣ ଡେଲି ସେ ଅନୁସାରେ ପ୍ଲାନ୍ ଅପ୍ କରି କରୁଛନ୍ତି, କାହିଁକିନା ଆପଣ ଆଗରେ ଟାର୍ଗେଟ ଅଛି ଅନ୍ୟାନ୍ୟ ଜିନିଷ। ଆଉ ଟାର୍ଗେଟ ମୁଁ ଫାଷ୍ଟରୁ କହିସାରିଛି ଆଚିଭେବୁଲ ଟାର୍ଗେଟ। ଇଟ୍ ଇଜ ନଟ୍ ଆବାଉଟ ନନ୍ ଆଚିଭେବୁଲ ଟାର୍ଗେଟ। ଟାର୍ଗେଟ ଆଚିଭେବୁଲ ଟାର୍ଗେଟ ତାକୁ ଫିକ୍ସ କରାହେଇଛି ଯେ ଆମେ ଏତିକି କରିପାରିବା। ତେଣୁ ତା ଭିତରେ ତ ଶୁଣନ୍ତୁ 19-20 ରହିବ କି ପିଲା କଟିବ। ମୁଁ କହିଛି ଏକ୍ସ ନହେଲେ ୱାଇ ବାଟ ଅଛି, ୱାଇ ନହେଲେ ଜେଡ୍ ବାଟ ଅଛି। ତେଣୁ ସେଥିପାଇଁ ମନ ବହୁତ ସମୟ ଦୁଃଖ କରିବାର କୌଣସି କାରଣ ନାହିଁ। ମୁଁ ଏଥିରେ ଟିକେ ଯୋଡ଼ିବି ବର୍ଣ୍ଣାଲି, ଏ ଗୁଡ କ୍ୟାରେକ୍ଟର ର ଯୋଉ ପାରାମିଟର୍ସ ରହିଛି ସେଟା ସକ୍ସେସ କୁ ସେଟାର ଫ୍ୟାସିଲିଟେଟ କରେ। ସକ୍ସେସ କୁ ମନେ କରନ୍ତୁ ଗୋଟେ ଗୁଡ କ୍ୟାରେକ୍ଟର ର ଗୋଟେ ରହିଛି କମ୍ପୋନେଣ୍ଟ ସିନସିୟରିଟି, and sincerity is a requirement for success in any career that you choose. ସେଥିପାଇଁ ସେଇ କ୍ୟାରେକ୍ଟର ଟାକୁ ତୁମେ ରଖ ଯୋଉ କ୍ୟାରେକ୍ଟର ଟା ତମକୁ ପାଥ ଅଫ ସକ୍ସେସ ରେ ନେଇଯିବ। କ୍ୟାରିୟର ରେ ନୁହଁ, କେବଳ ପର୍ସନାଲ ପ୍ରୋଫେସନାଲ ଲାଇଫ ରେ ନୁହଁ, ପର୍ସନାଲ ଲାଇଫ ରେ ମଧ୍ୟ କ୍ୟାରେକ୍ଟର ର ଆବଶ୍ୟକତା ରହିଛି। ଓକେ, ଏନିୱାନ ଏଲ୍ସ वी कैन टेक लास्ट क्वेश्चन। ଆଉ ଗୋଟେ କ୍वेଶ୍ଚନ ନେଇପାରିବା। ଆଉ କାହାର କିଛି କ୍वेଶ୍ଚନ ଅଛି କି? Professor Sahu is a very busy person. I am very thankful that Professor Sahu, I am pulling you out of your busy schedule. ସାର୍ Okay. ନମସ୍କାର। ବହୁତ ବହୁତ ଧନ୍ୟବାଦ ଆପଣ ଜଏନ କଲେ ଏବଂ ପିଲାମାନଙ୍କୁ ଏବଂ ଅନ୍ୟମାନଙ୍କୁ ଆମ ସମସ୍ତଙ୍କୁ ଆପଣ ଦିଗଦର୍ଶନ ଦେଲେ। ଆଜି ଏଇଟା ହଉଛି ଆମର ନ୍ୟୁ ଇୟର କୁ ଆମେ ସ୍ୱାଗତ ଜଣେଇବା ଆଉ ଅଳ୍ପ ଦିନ ପରେ। ଏଇଟା 2025 ର ଲାଷ୍ଟ ପ୍ରୋଗ୍ରାମ, ଲାଷ୍ଟ ଏପିସୋଡ ଅଫ यूनिक पॉजिटिव पर्सनालिटी डेवलपमेंट प्रोग्राम। And Professor Sahu, you are one of the most befitting person to be present in this last program. ମୁଁ ଖାଲି ସମସ୍ତଙ୍କୁ ଜଣେଇ ଦିଏ, next Friday is 2nd of January। ଯେହେତୁ ସେଟା ସମସ୍ତେ ଟିକେ ନ୍ୟୁ ଇୟର ଫର୍ଭର ରେ ଥିବେ, ସେଦିନ ଆମେ ଏଇ ପ୍ରୋଗ୍ରାମ ଟିକେ ରଖୁନାହୁଁ। next to next Friday 7:45 we are going to meet, and I wish all of you happy prosperous new year. Please let the new year bring larger success in the life of everybody. And again, thank you, Professor Surjit Sahu, and thank you, Devi sir. You are part of our Lisa's family, and Professor Sahu has also become now part of Lisa's family. And please join this program, Unique Positive Personality Development Program, organized by Lisa Sayer. Next to next Friday we are going to meet. Thank you all. Thank you very much. ସାର୍ ନମସ୍କାର। ୱିଚିଂ ଦ ସେମ୍ ହାପି ନ୍ୟୁ ଇୟର। Thank you. Happy New Year to you all. Thank Sir. you. Namaskar.